हाई हेलो नमस्ते गुड मॉर्निंग शुभ सकाल आज हूँ शुक्रवार आशा कर आज दिन समस्त मंगलमय हो सुमन स्वागत कर आज नुआ वीडियो देखा जाऊ आज कौन कौन ओके जदियो समय सेमती विशेष किसी है नहीं 9टा बाजी जस्ट 15-20 मिनिट हो तथापि प्रचंड खरा है आम पड़े आसलु गाँ मुंडरे थिबा आमर यही गछ मूड़ को कौन पर आसलु कि नाना लाठी धरिकी पड़े आसला टोल हलैया सबू पाचिगला तो नहीं जावा कथा बाइक ये छेड़ा कर देचु आउ टोल जी से कलेक्ट करथिला दादा नाना मिसिकी ये सब चोपारू टोल मंजी बाहर करथिला मंजी बाहर करिकी एठी दे देइछथि एगला पैक हे जाइछ टोल मंजी देखा जाउछ एइगुडा आउ सेटा लाठी दादा चलला सेपटे सेठी आम ट्रैक्टर बिल चषा चलती खरारे टे बिलटा चषी देले घास फास मरीज देखा ना नहीं से बापा अच्छा कुआड़े गले बापा से गछ मूले आम भी टे टे अनुध्यान करदे ये बाइकटा छिड़ा कर टिणी टिणी खरा प्रचंड जा हो यही गछ गुड़ा अच्छी सब पलाश गछ सेव करदे आमको ये पूरा बापा बाहर ये गोटे दादा এইটা আমার বিল চষা চালছি আজি বাপা রহিবে আমি চালিবা তাহলে উপায় নেই কি করি তু বি টিকে রহিলে হেই নথান্তা ମୁଁ କ'ଣ କରୁ ଖରାପ ଚାଲ ଗାଈ ଖାଇକି ଚାଲିଛି ହେବ ନା କ'ଣ ତୁ କ'ଣ ପକାଇଥିବୁ ମାଟି 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 ଟିଣି ଟିଣି ଭାଇ ପଢ଼ିବୁ ନାଇଁ ପଛପଟେ ହେଲା ନା କହିବୁ ଖାଲି पिला बोलटा फिर घर को पहुँची जाइछु पूरा सीरीज ऑफ वर्क कौन चलछि वर्तमान काम चलो देखो पूरा थाक थाक होइकी काम अच्छी हाँ पूरा सीरियल वाइज पत्थरटा गोटे हाथ में टेकी हे ना गोटे हाथ में तो कैमेराटा धरती दादा पाटी गला सियाड़े ये आम टोल रगड़ा चलती रगड़ी पार्बू ना बाछू भाई मैं बाछुचे परा दे मुझे रगड़ी पार्बी जे धीमे गई हम अच्छा अल्प अल्प ओहो से गला खावाई एगुटा मो भाग गवर्नमेंट कंक्रीट रोडटा बनई देछि बोली सिना टोल रगड़ुछ हेले भी भोटटा तू देलु नहीं तोठू स्वार्थपर लोक कहीं नथ भाई बुझ मना कर मना कला मुझे जमी बड़ी कहूँ भत्ता बढ़ाई केते साइज कर कहूँ ना ना पदम फुल दिया बोली अच्छा 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 माने मु की हे गेली घरर जय श्री राम भाई हाँ हे उठिबो नहले जाकी करी चेपा कर देबी मुझे सेटा काम नहीं से करा हाँ आई 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 तू छाड़ी के कुआड़े जाऊ काम रे एंगेज कर देखी भागी हाँ ये चढ़ाई देवा दे ए भाई नहीं 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 हे जा तू बस 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 कहीं कुआड़े दिया दी नहीं तो पड़े गले मु साइड मार देबी ना मते खोजले भी काली सेही थी रोड से हे कोया को सुन अच्छा हो सेठी अछि पत्थरटा देखना देखना सेठी पत्थरटा अछि कि सेठी रोड तो एठी नहीं लो से ओय हे गला
समय ହେଇଛି ମାତ୍ର 11:30 କୁଆଡ଼େ ଥିଲା ମେଘ ପବନ ପୁରା ମାଡ଼ିକି ପଳାଇଥିଲା ପୁରା ଖରା ଦେଉଥିଲା କିଛି ସମୟ ପୂର୍ବରୁ ସେଥିପାଇଁ ଆମର ବାହାରେ ସବୁ ଟୋଳ ଏପଟେ ଶୁଖେଇ ଦିଆ ହେଇଥିଲା ଦାଦା ଖାଇବା ପାଇଁ ବସିଥିଲା ନାନା ଗାଧେଇକି ଆସିଛି ସବୁ ଟୋଳ ଉଠେଇବାରେ ବ୍ୟସ୍ତ ନହେଲେ ଭିଜି ଗଲେ ଡାଲା ବାଜିବ ନାହିଁ ନା ସାନ ବାବୁ ମାନେ ବି ଆଜି ପଳେଇ ଆସିଛନ୍ତି ଚାଲ 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 ଆମେ ଆମ କାମରେ ଲାଗିଯିବା ଖାଇନୁ ନା ଆଜି ଶୁକ୍ରବାରଟା ଯେହେତୁ କୁଆଡ଼େ ନେଇକି ଯାଉଛୁ ରେ କାଟିକି ଧୋଇବା ନା ଆଜି ଶୁକ୍ରବାରଟା ଯେହେତୁ ବାପା ବି ଖାଇନାହାନ୍ତି ସକାଳୁ ବାପା ଯାଇଛନ୍ତି ଟ୍ରାକ୍ଟର ପଛରେ ଟ୍ରାକ୍ଟର ଯୁଆଡ଼େ ଚଷୁଛି ଅନୁଧ୍ୟାନ କରିବା ପାଇଁ ଆମେ ଟିକେ ନେଇ ଆସିଛୁ ଚିକେନ୍ ଟିକେ ନେଇ ଆସିଛୁ ଆଳୁ ଟିକେ ମିଶେଇକି ରନ୍ଧା ବଢ଼ା ଟିକେ କରିଦେବା ଯେମିତି ବାପା ଆସିଲା ବେଳକୁ ରେଡ଼ି ହେଇଯାଇଥିବ ଆମେ ଭାବୁଥିଲୁ ଖରାରେ ଟିକିଏ ପଖାଳ ସାଙ୍ଗରେ ଚିକେନ୍ ଖାଇବା ଦେଖିଲା ବେଳକୁ ପାଗ କେମିତି କଲାଣି ହାଁ ପାଗ କେମିତି କଲାଣି ସବୁ ଛୁଟା ପାଇଲିନି କି ବାବୁ ଦାଦା କାଟୁଥିଲା ଯେ ଆମ୍ବ ଏଇଟା ଦାଦା କେମିତି ଘୋଡ଼େଇକି ଯାଇଛି ଦେଖୁଛୁ ନା ହଠାତ୍ ଯେତେବେଳେ ବର୍ଷା ଆସିଲା ଦାଦା ସେଇଠି ଖାଉଥିଲା ଗାମୁଛାଟା ଭାତରେ ଘୋଡ଼େଇ ଦେଇକି ଦୌଡ଼ିକି ପଳେଇଲା ଦେ ଆଳୁ କାଟ କେମିତି କାଟିବୁ ଜାଣିଛୁ ହଁ ପ୍ରଥମେ ତାକୁ ରଖିଲା ବାଦେ ଏଇଟା କ'ଣ ପିସ୍ ପିସ୍ କରି କାଟିବୁ କି ମଝିରେ କାଟ ଏଇଠି ଆଙ୍ଗୁଠି ଦେଖିକିରି ବାସ୍ ତାପରେ ଏଇଠି ମଝିରୁ ବାସ୍ ତାପରେ ଏଇଟା ଆଉ ମଝିରୁ ହଉ ଆମେ ଆଗେ ଟିକେ ରୋଷେଇ କରିବା ତାପରେ ଗାଧେଇବାର ବି ଅଛି ନା ବୋ ଗାଧେଇଛୁ ନା ତୁ ମିକୁ ବାବୁକୁ ଆମର ଭୋକ ଲାଗୁଥିଲା ତରକାରୀ ହଉ ହଉ ଟିକେ ଲେଟ୍ ହେବ ସେଥିପାଇଁ ସିଏ ଭାତ ଦୁଇଟା ଖାଇଦେଲା ତାମାନେ ତୁ ଆଉ ଚିକେନ୍ ଖାଇବୁ ନାହିଁ ତୋତେ ଆଉ ଦିଆହେବ ନାହିଁ ଖାଇବୁ ନା ଭାଇ କେମିତି ଲାଗିଲା ବୋଉ ଭାତ ଛାଡ଼ିକି ଉଠିଲୁ ଯେ ଘଡ଼ଘଡ଼ି ମାରିଲା ଆଜି ଆମର ଆଡ଼େ ବର୍ଷା ହେଇପାରେ ନାହିଁ ଆଜି ବର୍ଷା ହେବ କାଲି ତୁମର ଆଡ଼େ ବହୁତ ବର୍ଷା ହେଇଛି ପୁରା ଭିଜି ନାହିଁ ତ କେଉଁଠି ଥିଲ ବର୍ଷା ବେଳେ ଘରେ କିସ କରୁଥିଲ ଚିକେନ୍କୁ ପୁରା ଲୋ ଫ୍ଲେମ୍ରେ ଦେଇଦେଇଛୁ ଆଉ ବର୍ତ୍ତମାନ ଟିକେ ଗାଧୋଇବା ପାଇଁ ପଳେଇ ଆସିଛୁ ମୋ ମୁଦିଟା ଖୋଲିଗଲା ସାନ ବାବୁ ତା ମୁଦିଟା ଖୋଲି ଯାଇଥିଲା ମୁଁ ଜାଣିପାରିଲି ନାହିଁ ଲୋ ଫ୍ଲେମ୍ରେ ସିଏ ସିଝୁଥାଉ ଆଉ ସାନ ବାବୁ ତୁମେ ତ ମାଖିବ ନାହିଁ ସବୁ ଡକ୍ଟର ମନା କରୁଛନ୍ତି ଖାଲି ପାଣି ଢାଳି ହେଇଯିବ ବସ ଦେହରେ ଟିକେ ଦେଇଦେବା କି ବସ ମାଟା ଦେବା ତୁମେ କ'ଣ ହାତ ଗୋଡ଼ରେ ଏଇ ପାଠ ପଢ଼ୁଥିଲ କି ବୋଉ ଆଉ ଗୋଡ଼ରେ ଏଇଟା କିଏ ଗାରେ ହେଇଛି ନା ଏଇଟା କୋଉଠି ପଡ଼ି ହେଲୁ କୋଉଠି ପଡ଼ି ହେଇଥିଲ ତୁମେ କୋଉଠି ଉତ୍ପାତ ବିତ୍ପାତ କରୁଛ କି ଟିକେ ଆଉ ବର୍ଷା ଟୋପ ପକଉଛି ଯେ ଖରା ଦେଉଛି ବର୍ଷା ହେଉଛି ତାପରେ ବାହାଘର ନାହିଁ ବେକରେ ଝାଳ ବାହାରେ ନା ଝାଳ ବାହାରେ ଏଇ ତ ହେଲା ବଡ଼ ବାବୁଟା ଟିକେ ଅଳସୁଆ ହେଲା ସେ ଗାଧେଇ ଦେଇଥିଲେ ହେଇଥାନ୍ତା ଅଳସୁଆ ହେଇଯାଇଛନ୍ତି ଅଳସୁଆ ହେଲେ ହେବ କି ଆଉ ଘରକୁ ଆସିଲେ ଯଦି ଅଳସୁଆ ହେବ ଆଉ ହେବ ଜଲ୍ଦି କାମ ଗୁଡ଼ା ସାରିବା କଥା ନା ସରିଗଲା ତ ଯାଉ ଟିକେ ପୁଛାପୁଛି ହେଇଯାଉ ବର୍ଷା ଆମର ଷ୍ଟାର୍ଟ ହେଇଗଲା ବାପା ଆମର ଛତା ନେଇନାହାନ୍ତି ଯାଇଛନ୍ତି ଭିଜିଥିବେ ଆଉ ବାପରେ ଘଡ଼ଘଡ଼ି ବର୍ଷା ପାଗକୁ ଚିକେନ୍ କଷା ସହ ପଖାଳ ଭାତ କେମିତି ଲାଗୁଛି ବାବୁ ଭଲ ଲାଗୁଛି ନା ଟେଷ୍ଟି এইটা বড় ডেকটারে নেইছিলু কোন পাই না ছোটটা নেইছিলু পখাল পকাই দেউছিলা বাবু ଆଉ
ରକ୍ଷା ନାହିଁ ବାବୁ। ଏଇ ଝଡ଼ ବାତ୍ୟା ଆସିଗଲା ହେଲା। କେତେ ଦୂର ବହୁଛି ଦେଖୁଛୁ ନା ପବନ ଉଣ୍ଡେଇ ନେଇଯିବ। ବାତ୍ୟା ହେଲା ବାତ୍ୟା। ମୁଁ ବାପାଙ୍କୁ ବାରମ୍ବାର ମନା କରିଛି। ଦେଖିଲୁ ମୁଁ ଏପଟେ ବାପାଙ୍କୁ ମନା କରିଛି ଆମର ଏପଟେ ପାଣି ଆସୁଛି ଯେହେତୁ ଲାଗିନି, କବାଟ ଏଠି ଲାଗିନି, ମାନେ ଝରକାଟା ଲାଗିନି। ଏପଟେ ମୁଁ ବାପାଙ୍କୁ ବାର ମନା କରୁଛି ଏଠି ବହି କିଛି ରଖନ୍ତି। ବାପା ଏଇଠି ବହି ନେଇ ଆସିଛନ୍ତି। ସେପଟୁ ପୁରା ଛିଟା ମାରୁଛି, ପୁରା ବହି ଭିଜିଗଲା। ଏପଟେ ଆମର ଅଛି ଏଇ ସପଟାକୁ ନେଇ ଆଣୁ ଉଠେଇକି ନେଇ ଆଣୁ, ସପଟାକୁ ନେଇ ଆଣୁ ବାବୁ। ଏପଟକୁ ସେପଟକୁ ନେଇ ଚାଲ। ଏପଟେ ପୁରା ଛିଟା ମାରୁଛି। ଆଉ କିଛି ଗଛପତ୍ର ଆଉ ରହିବ ନାହିଁ, ସବୁ ନେଇଯିବ ଆଜି। ସେଇପଟେ ଦେଖିବା ଚାଲ ବର୍ଷା। ଆରେ ଏପଟେ ନେଇ ଆସିଲ। ଉଡ଼ିଯିବୁ। ଏପଟେ ଦେଖୁନ, ଏପଟେ ଦେଖୁଛ। ଆରେ ଆମର ଏଇ କରାଟ ଗଛଟା ଭାଙ୍ଗିଗଲା, କରାଟ ଫୁଲ ଗଛଟା। ଆମ ଗରାଟା ଭାସିଗଲା, ଗରା ଭାସିଗଲା। ଝଡ଼ ବାତ୍ୟା ଏତେ ଜଲ୍ଦି ଆରମ୍ଭ ହୋଇଗଲା, ଆମ କୁକୁଡ଼ାମାନେ ଆଉ ଘରକୁ ଯିବା ପାଇଁ ରାସ୍ତା ପାଇଲାନି। ବହୁତ ଜୋର ପବନ ଦେଲା, ଆମର ସବୁ ଆମ୍ବ ଫାମ୍ବ ପଡ଼ିଛି। ଆଉ କିଛି କୁକୁଡ଼ା ଚିଆଁ ଏଇଗୁଡ଼ାରେ ପଶି ଯାଇଛନ୍ତି ପଥର ଖୋଲରେ ହେଲା। ଟିକେ ତାଙ୍କୁ ନେଇଯିବା। ଏଇଠି ଗୋଟେ ଚିଆଁଟା ମରିକି ପଡ଼ିଥିଲା କୁଆଡ଼େ, ଗୋଟେ ଦୁଇଟା ଆଜି ମରିଗଲେ। ଆଉ ଏଇ ଦେଖ, ଏଇ ପଥର ଖୋଲରେ କେମିତି ଚିଆଁଟା ଏଇଠି ରହିଯାଇଛି। ପୁରା ଯେଉଁ 2-3 ଘଣ୍ଟା ବର୍ଷା ହେଲା, ପୁରା ବର୍ଷା ଖାଇ ମାନେ ଡ୍ୟାମେଜ୍ ହେଇଗଲାଣି। ୟାଙ୍କୁ ନେଇକି ଟିକେ ନିଆଁରେ ସେକିଦେବା। ଏଇଟା ଦେଖାଯାଉଛି କୁକୁଡ଼ାଟା, ଏମିତି ଗାତ ଗୁଡ଼ାରେ ସବୁ ପଶି ଯାଇଛନ୍ତି। ବାବୁ ଏଇଠି ଆ। ଏଇ ଚିଆଁଟାକୁ ନେଇଯା, ସେଇଠି ରଖିଦେବୁ ଯେଉଁଠି ଆମେ ନିଆଁ ସେକୁଛୁ। ହଁ, ଆହୁରି ଖୋଜିବା। ହେଲେ 10-12ଟା ହେଲେ ଗୋଟେ ଚିଆଁ ମରିଗଲା। ଏଗୁଡ଼ାରେ ତ ଯାଇପାରିଲେନି ସେମାନେ। ଆଉ ସବୁ ଗୁଡ଼ା ଭିଜି ଯାଇଛନ୍ତି। ଏ ଘରକୁ ଚାଲ, ଘର ଆଡ଼େ ଚାଲ। ଏଇ ଧାଡ଼ିର 3ଟା ଚିଆଁ, ତା ମା ତ ମାନେ କ'ଣ, ମା ତାକୁ ଘୋଡ଼େଇକି ରଖିଦେଲା। ବାକି ଗୁଡ଼ା